ଆଜି ହେଉଛି 13 ଅଗଷ୍ଟ 2025 ବୁଧବାର। ଆଜିକାର ପାଣିପାଗ ଅପଡେଟ୍ ଆସିଯାଇଛି। ଆଜିଠାରୁ ଲଘୁଚାପ ଏବଂ 24 ଘଣ୍ଟା ମଧ୍ୟରେ ବର୍ଷା। ଓଡ଼ିଶାର 30 ଗୋଟି ଜିଲ୍ଲାକୁ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। 7ରୁ 11 ସେଣ୍ଟିମିଟର ବର୍ଷା ସହିତ ତା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ତା ସାଙ୍ଗକୁ ଘଣ୍ଟା ପ୍ରତି 30ରୁ 40 କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ କହିଛି। କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ କେଉଁ ଜିଲ୍ଲାରେ ସାମାନ୍ୟ ଧରଣର ବର୍ଷା ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ସାଙ୍ଗକୁ ଚ୍ୟାନେଲରେ ନୂଆ କରି ଆସିଥିଲେ ଆମ ଚ୍ୟାନେଲ ଏସ୍ପି ଖବରକୁ ସବସ୍କ୍ରାଇବ୍ କରି ନୋଟିଫିକେସନକୁ ଅଲ୍ କରି ଦିଅନ୍ତୁ। ସମସ୍ତ ପାଣିପାଗ ସୂଚନା ଜାଣିବା ପାଇଁ ସାରା ରାଜ୍ୟରେ ଭଲ ବର୍ଷା ଏବଂ ବୋଲି ସୂଚନା ମିଳିଛି ଯେ 13 ତାରିଖ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ଏବଂ ଏହି ଲଘୁଚାପ 16 ତାରିଖ ପର୍ଯ୍ୟନ୍ତ ସକ୍ରିୟ ରହିବ ସହିତ ସମୁଦ୍ର ଅଶାନ୍ତ ରହିବା ଯୋଗୁଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବା ପାଇଁ ମନା କରାଯାଇଛି। ଆସନ୍ତା 21 ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଅଛି। ଆଜି ପାଇଁ ଜାଣିନେବା ଯେଉଁ 30 ଗୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ସେଉ ଜିଲ୍ଲାଗୁଡ଼ିକ ଜାଣିବା ଏବଂ କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ କେଉଁ ଜିଲ୍ଲାରେ ସାମାନ୍ୟ ମାତ୍ରାରେ ବର୍ଷା ଜାଣିବା। ଜିଲ୍ଲାଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର। ଏହି ତିନୋଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ଏବଂ ଆଉ 27ଟି ଜିଲ୍ଲାଗୁଡ଼ିକ ହେଉଛି ଗଜପତି, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଦେଓଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, କଟକ, ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର। ଏହି ଜିଲ୍ଲାମାନଙ୍କରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆଜି ପାଇଁ ଏତିକି। ରହିଲି। ଧନ୍ୟବାଦ।